ମେଷ ରାଶି ଜାତ ବ୍ୟକ୍ତି ବକ୍ରି ଶନି ମହାଗ୍ରହଙ୍କର ଏହି ଦୁଷ୍ପ୍ରଭାବରୁ ରକ୍ଷା ପାଇବା ନିମନ୍ତେ ଏକାଦଶ ରୁଦ୍ର ମହାବୀର ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ। ପ୍ରତ୍ୟହ ହନୁମାନ ଚାଳିଶା ପାଠ କଲେ ବହୁତ ସୁଫଳ ମିଳିଥାଏ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଶନି ଦେବଙ୍କର ବକ୍ର ଗମନ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ବକ୍ରି ଭାବରେ ଗୋଚର କରୁଥିବା ବେଳେ ମେଷ ରାଶି ପାଇଁ ବିପଦର କାରଣ ହୋଇଥାନ୍ତି। ମେଷ ରାଶି ଜାତ ବ୍ୟକ୍ତି ଏହି ସମୟରେ ମାନସିକ ଦୁଶ୍ଚିନ୍ତା, କ୍ୟାରିୟରରେ ବାଧା, କାର୍ଯ୍ୟହାନି ସହିତ ସମସ୍ତ କାର୍ଯ୍ୟ ସମ୍ପାଦନ ବିଳମ୍ବିତ ମଧ୍ୟ ହୋଇଥାଏ। ମେଷ ରାଶି ଶନିଙ୍କର ନୀଚ ରାଶି ଏବଂ ଆସନ୍ତା ଡିସେମ୍ବର ମାସ 11 ତାରିଖ ପର୍ଯ୍ୟନ୍ତ ନୈସର୍ଗିକ କ୍ରୂର ଗ୍ରହ ତଥା ଦଣ୍ଡ ପ୍ରଦାନକାରୀ ଗ୍ରହ ଶନି ମେଷ ରାଶିର ଦ୍ୱାଦଶ ଭାବ ମୀନ ରାଶିରେ ବକ୍ରି ବା ଓଲଟ ଭାବରେ ଗୋଚର କରୁଛନ୍ତି। ଜାଣିବା ଶନି ମହାଗ୍ରହଙ୍କର ଏହି 5 ମାସର ଓଲଟା ଗତି ମେଷ ରାଶି ପାଇଁ କିପରି ରହୁଛି। ଶନି ବକ୍ର ଗତିରେ ଗୋଚର କରୁଥିବା ବେଳେ ମେଷ ରାଶି ଜାତ ବ୍ୟକ୍ତି କ୍ୟାରିୟର କ୍ଷେତ୍ରରେ ବହୁତ ବାଧାବିଘ୍ନର ସମ୍ମୁଖୀନ ହେବେ। ଚାକିରି କରୁଥିଲେ ଉପରିସ୍ଥ ଅଧିକାରୀଙ୍କର ରୋଷର ଶିକାର ହୋଇପାରନ୍ତି। ପାଇବାକୁ ଥିବା ପ୍ରମୋସନ ବିଳମ୍ବିତ ହେବ। କର୍ମକ୍ଷେତ୍ରରେ କଳହ ଏବଂ ଦ୍ୱନ୍ଦ୍ୱ, ସହଜରେ ହେବାକୁ ଥିବା କାର୍ଯ୍ୟ ଅଟକିଯିବ। ସେହିପରି ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ମେଷ ରାଶି ଜାତ ବ୍ୟକ୍ତିଙ୍କୁ ପ୍ରଚୁର କ୍ଷତିର ସାମନା କରିବାକୁ ପଡ଼ିପାରେ। ବେପାର କ୍ଷେତ୍ରରେ ଧାର କରଜ ଦେଲେ ତାହା ବୁଡ଼ିଯିବାର ସମ୍ଭାବନା ରହିଅଛି। ବ୍ୟବସାୟ ପାଇଁ କରିଥିବା ଯୋଜନା ଅଥବା ପ୍ରୋଜେକ୍ଟସ ମନ୍ଥର ଗତିରେ ଆଗେଇବ। ମୀନ ରାଶିରେ ବକ୍ରି ହୋଇଥିବା ଶନି ମହାଗ୍ରହ ମେଷ ରାଶି ଜାତ ବ୍ୟକ୍ତିଙ୍କର ଖର୍ଚ୍ଚ ଏହି ସମୟରେ ବହୁ ଗୁଣରେ ବଢ଼ାଇ ଦେବେ। ଅନାବଶ୍ୟକ ଖର୍ଚ୍ଚ ସାଙ୍ଗକୁ ଠକାମିର ଶିକାର ମଧ୍ୟ ହୋଇପାରନ୍ତି। ଆର୍ଥିକ ପରିସ୍ଥିତି ଠିକ୍ ରହୁନଥିବାରୁ ମେଷ ରାଶି ଜାତ ବ୍ୟକ୍ତିଙ୍କର ଏହା ମୁଣ୍ଡବିନ୍ଧାର କାରଣ ମଧ୍ୟ ହେବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିଲେ ଜଣାଯାଏ ମୀନ ଶନି ମେଷ ରାଶି ଜାତ ବ୍ୟକ୍ତିଙ୍କୁ ସର୍ବଦା ଟେନସନ ଭିତରେ ରଖିବା ସହିତ ଗଭୀର ମାନସିକ ଦୁଶ୍ଚିନ୍ତା ପ୍ରଦାନ କରିବେ। ଶରୀରରେ ସ୍ନାୟୁବିକ ତଥା ଅର୍ଥୋପେଡିକ ଦୁର୍ବଳତା ଦେଖାଯିବା ସହିତ ଆଣ୍ଠୁଗଣ୍ଠି ଜନିତ ଯନ୍ତ୍ରଣା ଲାଗି ରହିବ। ମେଷ ରାଶିର ବ୍ୟୟ ଭାବରେ ଅବସ୍ଥିତ ଶନି ଯାତ୍ରା ସମୟରେ ଦୁର୍ଘଟଣାର କାରଣ ମଧ୍ୟ ହୋଇପାରନ୍ତି। ମେଷ ରାଶି ଜାତ ବ୍ୟକ୍ତି ବକ୍ରି ଶନି ମହାଗ୍ରହଙ୍କର ଏହି ଦୁଷ୍ପ୍ରଭାବରୁ ରକ୍ଷା ପାଇବା ନିମନ୍ତେ ଏକାଦଶ ରୁଦ୍ର ମହାବୀର ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ। ପ୍ରତ୍ୟହ ହନୁମାନ ଚାଳିଶା ପାଠ କଲେ ବହୁତ ସୁଫଳ ମିଳିଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ମେଷ ରାଶି ଜାତ ବ୍ୟକ୍ତି ଶନି ଜନିତ ପୀଡ଼ାରୁ ରକ୍ଷା ପାଇବା ସଙ୍ଗେ ସଙ୍ଗେ ମନବାଞ୍ଛିତ ଫଳ ପ୍ରାପ୍ତ କରିଥାନ୍ତି। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।